ଠାକୁର ପୂଜା ତ ଆପଣମାନେ ଘରେ ସବୁଦିନେ କରୁଛନ୍ତି, କିନ୍ତୁ ଏ କଥାଟି ଜାଣିଛନ୍ତି କି ଯେ ଠାକୁର ପୂଜା କରିବା ପୂର୍ବରୁ ଆପଣଙ୍କୁ ଆଚମନ କରିବା ଆବଶ୍ୟକ। ଆଚମନ କରିବେ। ଆଚମନ କ'ଣ? ତେବେ ଆଚମନ କାହାକୁ କୁହାଯାଏ? ଆଚମନ ହାତରେ ଜଳ ନେବେ। ହାତରେ ଜଳ ନେଇ 3 ଥର ଆପଣ ସେ ପାଣିକୁ ପିଇବେ। ଶ୍ରୀ ବିଷ୍ଣବେ ନମଃ, ଶ୍ରୀ ବିଷ୍ଣବେ ନମଃ, ଶ୍ରୀ ବିଷ୍ଣବେ ନମଃ। ବିଷ୍ଣୁଙ୍କର 3 ଥର ନାମ ସ୍ମରଣ କରିକି 3 ଥର ଆଚମନ କରିବେ। ତ 3 ଥର ଯେଉଁ ଆଚମନ କରିବେ, ଆଚମନ କରିବା ପରେ ପୁଣି ହାତ ଧୋଇ ହେବେ। এটা ହେଉଛି ବିଧି। ତାପରେ ଆପଣ ପୂଜା କରିବେ। ତେବେ ପୁଣି ପ୍ରଶ୍ନ ଆସିବ ଯେ ଆଚମନ କାହିଁକି କରିବେ? କାହିଁକିନା ଆପଣ ତ ଗାଧେଇକି ଯାଇଥିବେ ନା, ଗାଧେଇକି ତ ଆପଣ ଯାଇକି ଠାକୁର ଘରେ ଠାକୁର ପୂଜା କରିବେ, ତାହେଲେ ଆଚମନ କାହିଁକି କରିବେ? ଦେଖନ୍ତୁ, ସ୍ନାନ ସିନା ଆମେ ଶରୀରକୁ ପବିତ୍ର କରିବା ପାଇଁ କରନ୍ତି, ଗାଧୋଇଲେ ଆମର ଶରୀର ପବିତ୍ର ହୁଏ, ଆମେ ପୂଜା କରିବା ପାଇଁ ଯୋଗ୍ୟ ହୁଅନ୍ତି। କିନ୍ତୁ ଆଚମନ କଲେ ଆମର ହୃଦୟ ପବିତ୍ର ହୁଏ, ମନ ପବିତ୍ର ହୁଏ। ତେଣୁ ଆଚମନ ଆମେ କରନ୍ତି, ଆଚମନ କରିବା ଦରକାର। ଆଉ ଆଚମନ 3 ଥର କରାଯାଏ। ବିଷ୍ଣୁଙ୍କର 3 ଥର ନାମ ସ୍ମରଣ କରିକି ଆମେ ଆଚମନ କରିବା। ତେଣୁ ଆପଣମାନେ ଯେତେବେଳେ ଠାକୁର ପୂଜା କରିବାକୁ ଯାଉଛନ୍ତି 3 ଥର ଆଚମନ କରନ୍ତୁ ଏବଂ ତାପରେ ଠାକୁର ପୂଜା କରନ୍ତୁ। ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଯଦି ଦେଖୁଥାନ୍ତି ତାହେଲେ ଫଲୋ ନିହାତି କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶ୍ରୀ